ଯେଉଁ ବାପା ମା ଦିନେ ଜନ୍ମ କରି ବଡ଼ କରିଥିଲେ ସେମାନେ ଆଜି ମୋତେ ଏକା କରି ଚାଲିଗଲେ। ହେଲେ ବାପା ମା ଚାଲିଗଲା ପରେ ଭାବିଥିଲି ଭାଇମାନେ ମୋତେ ଲାଳନ ପାଳନ କରିବେ। ଲାଳନ ପାଳନ କରିବା ତ ଦୂରର କଥା, ଶେଷରେ ଭାଇମାନେ ମଧ୍ୟ ମୋତେ ଘରୁ ବାହାର କରିଦେଲେ। ହଁ ଦର୍ଶକ ବନ୍ଧୁ, ଆମେ କହୁଛୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣିଆ ପଞ୍ଚାୟତ ରଙ୍ଗାଗୁଡ଼ା ଗ୍ରାମର ରଥିମଣ୍ଡଳଙ୍କ କଥା। ବାପା ମା ମୃତ୍ୟୁ ହେବା ପରେ ରଥିମଣ୍ଡଳ ଭାଇମାନଙ୍କ ସହ ଚଳୁଥିଲେ। ହେଲେ ରତିମଣ୍ଡଳ ଜଣେ ବିକଳାଙ୍ଗ ହୋଇଥିବାରୁ ଭାଇମାନେ ଘରୁ ବାହାର କରିଦେଲେ। ଶେଷରେ ରତିମଣ୍ଡଳ ଭିକ ମାଗି ଚଳିବା ସହ ଅନ୍ୟମାନଙ୍କ ଦାଣ୍ଡ ଦୁଆରରେ ବିତାଉଛନ୍ତି ଜୀବନ। ରତିମଣ୍ଡଳଙ୍କ ଦୁଃଖ ସହି ନପାରି ରଙ୍ଗାଗୁଡ଼ା ଗ୍ରାମର ଗୁରୁବାଡ଼ା ମଣ୍ଡଳ ରତିଙ୍କୁ ଚଳାଇବା ସହ ନିଜ ପରିବାରକୁ ଚଳାଉଛନ୍ତି। ଗୁରୁବାଡ଼ା ମଣ୍ଡଳ ଜଣେ କୁଲି ମଜୁରିଆ ହୋଇଥିବାରୁ ପରିବାର ଏବଂ ରଥିଙ୍କୁ ଚଳାଇବା କଷ୍ଟକର ହୋଇପଡ଼ିଛି। ରତିମଣ୍ଡଳ 80% ବିକଳାଙ୍ଗ ହୋଇଥିଲେ ମଧ୍ୟ 3500 ଟଙ୍କା ଭତ୍ତା ମିଳିପାରୁନାହିଁ। ବିଜେଡି ସରକାର ସମୟରେ 1200 ଟଙ୍କା ଭତ୍ତା ମିଳୁଥିଲା। ହେଲେ ବିଜେପି ସରକାର ଆସିବା ପରେ 1000 ଟଙ୍କା ଭତ୍ତା ମିଳୁଛି। ପକ୍କା ଘର ଏବଂ ବିକଳାଙ୍ଗ ଭତ୍ତା ବଢ଼ାଇବା ପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ବିକଳାଙ୍ଗ ଭତ୍ତା କେବେ ବଢ଼ିବ ଏବଂ ପକ୍କା ଘର କେବେ ମିଳିବ ସେ ନେଇ ଚିନ୍ତାରେ ରତିମଣ୍ଡଳ। ମୋ ନାଁ ହେଉଛି ଗୁରୁବାଡ଼ା ମଣ୍ଡଳ, ମୋ ଗାଁ ହେଉଛି ରଙ୍ଗାଗୁଡ଼ା। ଆଉ ସେ ମାଆଙ୍କୁ ବହୁତ ହଇରାଣରେ ଥିଲେ, ତଥାପି ତାଙ୍କର କିଏ ସାହା ଭରସା ନଥିବାରୁ ଆଜ୍ଞା ମୁଁ ତାଙ୍କୁ ଆଣିକିରି ଆମର ଫ୍ୟାମିଲି ଭିତରେ ତାଙ୍କୁ ମିଶେଇକିରି ଆଜି ଆମର ଫ୍ୟାମିଲି ହେଉଛି 14 ଜଣ, ତାକୁ ମିଶି 15 ଜଣ। ମୋର ପିଲାମାନେ ବାହାରେ ପଢ଼ାପଢ଼ି କରିକିରି ସବୁ ଅଛନ୍ତି। ତଥାପି ତାଙ୍କୁ ମୁଁ ଆଉ ଦାୟିତ୍ୱ ନେଇକିରି ତାଙ୍କ ପାଇଁ ବୋଲିକିରି ଯେଉଁ ପ୍ରକାର କଷ୍ଟ ଅନୁଭବ କରୁଛି, ଯେଉଁ ଅବସ୍ଥାରେ ସେ ପଢ଼ୁଛନ୍ତି, ସେ ଆଉ ଦେଖିଲେ ଆଜ୍ଞା ତାଙ୍କୁ ବହୁତ ବିକଳ ବି ଲାଗୁଛି। ଆଉ ସେ ମୃତ୍ୟୁ ଅବସ୍ଥାରୁ ସେ ଆଉ ବଞ୍ଚିକିରି ଆଉ ଆସୁଛନ୍ତି। ସେ ପରିସ୍ଥିତିରେ ତାକୁ ଆମେ ଖାଇବା ପିଇବା ଭଲ ମନ୍ଦ କଥା ସବୁ ଆମେ ଦାୟିତ୍ୱ ନେଇକିରି ବହନ କରୁଛୁ। ୟା ପୂର୍ବରୁ ଆମର ବିଜେଡି ସରକାର ଥିଲାବେଳେ ତାଙ୍କୁ ଅଫଲାଇନରେ 80% ଥିବାରୁ ତାକୁ 1200 ଟଙ୍କା ପାଇଥିଲେ। ବର୍ତ୍ତମାନ ବିଜେପି ସରକାର ଯେତେବେଳେ ଆଇଲା ତାର ଅଫଲାଇନ ସାର୍ଟିଫିକେଟ ଗ୍ରହଣ ଯୋଗ୍ୟ ନାହିଁ ବୋଲିକିରି ସେଟାକୁ ରିଜେକ୍ଟ କରିକିରି ତାଙ୍କୁ 1000 ଟଙ୍କା ଦେଲେ। ତାପରେ ତାଙ୍କୁ ଅନଲାଇନ କର ବୋଲି କହିବାରୁ ମୁଁ ତାଙ୍କୁ ବାଲିଗୁଡ଼ା ନେବା ପାଇଁ ଯୋଜନା କରିଥିଲୁ, କିନ୍ତୁ ଅସୁବିଧା ସ୍ଥଳ ମୁଁ ନେଇପାରିଲିନି। ଦାରିଙ୍ଗବାଡ଼ିରେ ନେଇକିରି ତାକୁ ଅନଲାଇନରେ କରେଇକିରି 8% ତାର ପାଇବା ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ତାଙ୍କୁ 1000 ଟଙ୍କା ଦଉଛନ୍ତି ଆଜ୍ଞା। ତେଣୁକରି ମୋର କହିବାର ଉଦ୍ଦେଶ୍ୟ ଏ ଯେଉଁ ବିକଳାଙ୍ଗ ପାଇଁ ବୋଲିକିରି ସରକାର ତରଫରୁ ଗୋଟେ ଘରଟି ହେଇଥିଲେ ଆଉ ତାଙ୍କୁ ରହିବା ପାଇଁ ହେଲେ ଭଲ ହେଇଥାନ୍ତା। ତାପରେ ତା ଭତ୍ତାଟା ଯଦି 3500 ଟଙ୍କା ଯଦି ଦେଇଥିଲେ ଆଉ ସରକାରଙ୍କ ଠାରୁ ମୁଁ କିଛି ଉପକୃତ ହେବି ବୋଲି ମୋର ସରକାରଙ୍କୁ ମୁଁ ଅନୁରୋଧ କରୁଛି ଆଜ୍ଞା। ଏତି ମୋ ଗାଁ ଅଛି ରଙ୍ଗାଗୁଡ଼ା, ମୋ ନାମ ଅଛି ନନ୍ଦିନୀ ମଣ୍ଡଳ। ଆଉ ଆମେ ତ ଆମ କୁଲି ବୁଟି ଯାଇକି ବଞ୍ଚୁଛୁ, ଆଉ ଏତେ ପରିବାର ଅଛୁ। ଆଉ ଏ ବିକଳାଙ୍ଗ ଆମ ଘରେ ରହିକି ଆଉ ଲାଳନ ପାଳନ କରୁଛୁ। ଆଉ ଘର ବି ନାହିଁ, ଆଉ ଭତ୍ତା ବି 1200 ଟଙ୍କା ମିଳିବାଟା ଏବେ 1000 ଟଙ୍କା ମିଳୁଛି। ଆଉ ଘର ଆଉ ଟିକେ ପଇସା ବି ବଢ଼େଇଲେ ଆପଣଙ୍କର ସରକାରରୁ ଇଏ ଭଲ ହେଇଥାନ୍ତା। ଆଜ୍ଞା ମୋର ନାଁ ହେଉଛି ରଇବାରିଆ ରହିତ, ଆମର ରଙ୍ଗାଗୁଡ଼ା ଗ୍ରାମ। ଆମର ସେ ଗୁରୁବାଡ଼ା ଆଜ୍ଞାର ଯେଉଁ ପରିବାର ଭିତରେ ସେ ବିକଳାଙ୍ଗ ଅଛି। ସେ ବିକଳାଙ୍ଗ ବହୁତ ହଇରାଣରେ ସେ କଷ୍ଟରେ ଚଳୁଛନ୍ତି। ତାଙ୍କର ସଂଖ୍ୟା ବି ବହୁତ 14 ଜଣ ହେଉଛନ୍ତି। ସେ ବିକଳାଙ୍ଗ ମିଶାଇକି 15 ଜଣ ହେଉଛନ୍ତି। ଯେହେତୁ ସରକାର ଆମେ ସହାୟତା ଦେଲେ କିଛିଟା ସେ 3500 ଦେଉଛନ୍ତି ସେ ବିକଳାଙ୍ଗ ମାନେ, ସେ ଅନୁସାରେ ଏବେ ସେ ବିକଳାଙ୍ଗକୁ ସେ 3500 ଦେଲେ ବହୁତ ଖୁସି ହେଇଥାନ୍ତା। କିନ୍ତୁ ଏବେ ଆହୁରି ତାଙ୍କର ଇଏ ପରିବାର ଭିତରେ ବହୁତ ଇଏ କୁଲି ମଜୁରୀର ବି ସଡ଼ୁଛନ୍ତି। ପିଲା ପାଠ ପଢ଼ାରୁ ଆଉ ସେ ଆରମ୍ଭ ନେଇକି ସେ ବିକଳାଙ୍ଗ ବି ସେବା ବି ଚାଲିଛି।
ବିଜେଡି ସରକାର ଥିଲା ସମୟ ଆଉ ସେ 1200 ଟଙ୍କା ମିଳିଥିଲେ। ତାପରେ ଏବେ ବିଜେପି ସରକାର ପୁଣି ଆସିବାରୁ ଆହୁରି 200 ଟଙ୍କା ମାଇନସ୍ କରିକି ଆଉ 1000 ଟଙ୍କା ଦେଉଛନ୍ତି। ସେଥିପାଇଁ ବହୁତ ଦୁଃଖର ବିଷୟ। ସେଥିପାଇଁ ଇଏ 80% ବି ଅଛି ସେ ବିକଳାଙ୍ଗ। ତାକୁ ସେ ବିକଳାଙ୍ଗ ତରଫରୁ ସେ ଘର ଗୋଟେ ଦିଆଗଲେ, ତାପରେ ସେ 3500 ଦିଆଗଲେ ଭଲ ହେଇଥାନ୍ତା।